ସାତକୋଶିଆ ବାଘ ପ୍ରକଳ୍ପ ପାଇଁ ରାୟଗୁଡ଼ା ଗାଁକୁ ବିସ୍ଥାପିତ କରାଯାଇଥିଲା, ଯାହା ଫଳରେ ନୂଆ ରାୟଗୁଡ଼ା ନାଁରେ ଗ୍ରାମକୁ ସ୍ଥାପନ କରାଯାଇ ଏହି ଅଞ୍ଚଳରେ ବିସ୍ଥାପିତ କରାଯାଇଛି। କିନ୍ତୁ ବିସ୍ଥାପିତ ପରଠାରୁ ପ୍ରଶାସନ ଭୁଲି ଯାଇଛି। ନା ଅଛି ଶ୍ମଶାନ, ନା ଅଛି ସ୍କୁଲ, ନା ସ୍ୱାସ୍ଥ୍ୟ ପାଇଁ ଅଛି ଉପଯୁକ୍ତ ଚିକିତ୍ସାର ସେବା। ଟିକେ ଆମେ ଆଲୋଚନା କରିବା ଆମ ସହ ପୂର୍ବତନ ଗ୍ରାମର ଯିଏ ସଭାପତି ରହିଛନ୍ତି ତାଙ୍କ ସହ ଟିକେ ଆଲୋଚନା କରିବା। ଆଜ୍ଞା, କଣ କହିବେ, ଯେତେବେଳେ ଆପଣ ନୂଆ ରାୟଗୁଡ଼ା ଅଞ୍ଚଳରେ ରହିଥିଲେ ସେଠାରେ କେତେ ଅଞ୍ଚଳର ରେ ଆପଣ ରହିଥିଲେ, ଏବେ କେତେ ଅଞ୍ଚଳରେ ଅଛନ୍ତି ଆଉ କେତେ ଦିନ ହେଲାଣି ଆପଣଙ୍କୁ ବିସ୍ଥାପିତ କରାଗଲାଣି? ଆମକୁ 2027 28/12/2017 ଏଠିକି ବିସ୍ତାରିତ କରାଗଲା। ତେଣୁ ଏଥିରେ କୁସା ଦଫା ଦେଇଥିଲେ, ଘର ଦେବୁ, ଆମକୁ ଡାକ୍ତରଖାନା ଦେବୁ, ଅଙ୍ଗନବାଡ଼ି ଦେବୁ, ସ୍କୁଲ ଦେବୁ, ବିଭିନ୍ନ ପ୍ରକାର ସେମାନେ ପ୍ରତିଶ୍ରୁତି ଦେଇଥିଲେ। ସେମାନେ କଲେକ୍ଟର ଯାଇ ଅନ୍ୟାନ୍ୟ ପ୍ରଶାସନକୁ କହିକି ସେ କୌଣସି କଥା ଆମର ବର୍ତ୍ତମାନ ଶୁଣୁନାହାନ୍ତି। ଆଉ କଣ କରାଯାଏ? ଯଦି ଆମେ କହିବା ତ ଆପଣ ସେଠାରେ ଯେତେବେଳେ ନୂଆ ରାୟଗୁଡ଼ା ହେଲା, ପୂର୍ବରୁ ରାୟଗୁଡ଼ା ଥିଲା, ସାତକୋଶିଆ ବାଘ ପ୍ରକଳ୍ପ ଭିତର ବା କୋର ଏରିଆ ଭିତରେ ଆପଣ ଆସୁଛନ୍ତି, ସେଥିପାଇଁ ଆପଣଙ୍କୁ ବିସ୍ଥାପିତ କରାଗଲା। ତ ସେଠାରେ ଆପଣ ପ୍ରକୃତରେ କେତେ ଜାଗାରେ ଆପଣଙ୍କ ଗ୍ରାମ ଥିଲା? 200 ଏକର ପାଖାପାଖି। ନାଇଁ 200 ଏକର ତ। ଏବେ କେତେ ଜାଗାରେ ଅଛନ୍ତି? ଏବେ ଜମା 17 ଏକର କେତେ ଡେସିମିଲ୍ ଆଉ। ଏବେ ଆପଣଙ୍କ ସହ ଆଲୋଚନାରୁ ଆମେ ଜାଣିଲୁ ଯେ ଆପଣ ଜିଲ୍ଲାପାଳଙ୍କୁ କିଛି ଗୋଟେ ଅଭିଯୋଗ କରୁଛନ୍ତି, କିନ୍ତୁ ଜିଲ୍ଲାପାଳ କୌଣସି ପ୍ରତିଶ୍ରୁତି ଦଉନାହାନ୍ତି। ଅଭିଯୋଗ ଉପରେ ଅଭିଯୋଗ ହଉଛି କିନ୍ତୁ କିଛି ସୁଫଳ ମିଳୁନି। ସେ ଅଭିଯୋଗଟି କଣ ଆପଣଙ୍କର ରହୁଛି? ଗାଁ ଅଭିଯୋଗର ଯୋଉଗୁଡ଼ିକ ଆପଣଙ୍କୁ କହିଲି ସେ ଅଭିଯୋଗ ଗୁଡ଼ାକ ଆଉ ଟିକେ ବିସ୍ତୃତ କରି କୁହନ୍ତୁ, ଆମେ ଜାଣିବା, ଆମେ ବି ସରକାରଙ୍କୁ ଜଣେଇବା। ଆଉ ବିସ୍ତୃତ କହିଲେ କଣ, ଏଇ ତ ରାସ୍ତାଘାଟ ତ ବର୍ତ୍ତମାନ ଚାଲିଛି, ଇଲେକ୍ଟ୍ରିକ ଦେଇ ସାରିଛି। ଆଉ କଣ, ଏ ଅଙ୍ଗନବାଡ଼ି, ସ୍କୁଲ, ପିଲାମାନେ ପାଠ ପଢ଼ି ଯିବା ପାଇଁ ଅସୁବିଧା। ଆଉ ତା ଭିତରେ ଗୋଟେ ଖୋଲା କୂଅ ଦରକାର, ପାଣି ଟିକେ ଦରକାର। ଏଇଗୁଡ଼ାକ ସବୁ ସମସ୍ୟା ଜୁଟୁଛି। ଆଉ କଣ, ନିହାତି ଭାବରେ ଯଦି ଆହୁରି ଅନେକ କଥା ରହିଛି, କାରଣ ଆପଣ ବି ମଧ୍ୟ କହୁଥିଲେ ଯେ କିଛି ଗାଁର 7-8 ଘରଙ୍କୁ ଘରକୁ ବି ଜାଗା ମିଳିନି। ସେମାନେ ଏବେ କୋଉଠି ରହୁଛନ୍ତି? ସେ ବର୍ତ୍ତମାନ ତାଙ୍କ ଭାଇ ବରାଦଳି ଘର ଏକାଠି ମିଶିକି ଘର ଦ୍ୱାର କରିକି ଅଛନ୍ତି। ତା ଭିତରେ 10 ଡେସିମିଲ୍ ଜାଗା କହିଦେଲା, 4 ଡେସିମିଲ୍ ଜାଗା ଦେଲା, ଏପର୍ଯ୍ୟନ୍ତ 4 ଡେସିମିଲ୍ ଜାଗା ନାହିଁ। ତଥାପି ଆମେ ଭୁବନେଶ୍ୱର ଯାଇକି ଯେଉଁ ପ୍ରଶ୍ନ ଅଛନ୍ତି ତାଙ୍କ ସହିତ ଲଗାଲଗି କରିକି ଭୁବନେଶ୍ୱରରୁ 2-4 ଥର ଆସିଲୁଣୁ। ଏ କଥା ବି କଣ ହବ କଣ ନାହିଁ ଏପର୍ଯ୍ୟନ୍ତ ବି କିଛି ଜଣାଶୁଣା ପଡ଼ିନି। ଯେତେବେଳେ ଆପଣ ମାନଙ୍କୁ ବିସ୍ଥାପିତ କରାହେଇଥିଲା କେତେ ଡିସିମିଲ୍ ଜାଗା ଦେବେ ବୋଲି କହିଥିଲେ? 10 ଡେସିମିଲ୍, କିନ୍ତୁ ଏବେ 4 ଡେସିମିଲ୍। ନିହାତି ଭାବରେ ଯାହା ଗ୍ରାମର ପୂର୍ବତନ ସଭାପତି କହୁଥିଲେ ଯେ ଯେତେବେଳେ ବିସ୍ଥାପିତ କରାଯାଇଥିଲା ସେତେବେଳେ 10 ଡିସିମିଲ୍ ଜାଗା, ପାଖାପାଖି 2.5 ଗୁଣ୍ଠୁ ଜାଗା ଦେବା ବୋଲି ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ 4 ଡିସିମିଲ୍ ଦେଇଛନ୍ତି ଏବଂ ଅନେକ ତଥା 7 ପରିବାରଙ୍କୁ ଆଜି ପର୍ଯ୍ୟନ୍ତ ବି ମିଳିନାହିଁ ଥଇଥାନର ଜାଗା ବା ଜାଗା ନ ମିଳିବାରୁ ସେମାନେ ତାଙ୍କ ନିଜ ଭାଇମାନଙ୍କ ସହ ରହିଛନ୍ତି, ଯାହାଫଳରେ ଅସୁବିଧା ଉପରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ବି ମଧ୍ୟ ଭୁବନେଶ୍ୱରକୁ ଯାଇ ଅଭିଯୋଗ କରିଛନ୍ତି, ଜିଲ୍ଲାପାଳଙ୍କୁ ବି ଅଭିଯୋଗ କରିଛନ୍ତି, ସରକାରଙ୍କୁ ବି ଅଭିଯୋଗ କରିଛନ୍ତି, କିନ୍ତୁ କୌଣସି ସୁଫଳ ମିଳିନାହିଁ। ତା ସହିତ କେବଳ ରାସ୍ତା ଏବଂ ବିଦ୍ୟୁତ ଏଠାକୁ ସଂଯୋଗ ହୋଇଛି ଏବଂ ରାସ୍ତା ବି ମଧ୍ୟ ତିଆରି ହୋଇଛି। ଏବଂ ଯଦି କହିବା ପାଖାପାଖି 2017 ମସିହାରୁ ଏଠାରେ ବିସ୍ଥାପିତ ଲୋକଙ୍କୁ ଥଇଥାନ କରାଯାଇଛି, କିନ୍ତୁ ନା ରହିଛି ଶ୍ମଶାନ, ନା ରହିଛି ଅଙ୍ଗନବାଡ଼ି କେନ୍ଦ୍ର, ନା ରହିଛି ସ୍କୁଲ କିମ୍ବା ସ୍ୱାସ୍ଥ୍ୟ ବି ମଧ୍ୟ ଏଠାରେ ଚିକିତ୍ସା ପାଇଁ କୌଣସି ସୁବିଧା କରାଯାଇ ନାହିଁ। ବିଭିନ୍ନ ପ୍ରତିଶ୍ରୁତି ଦେଇଛନ୍ତି, କିନ୍ତୁ ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତିରେ ହିଁ ରହିଯାଇଛି। ନା ତାଙ୍କୁ ଥଇଥାନ କରିବା ପରେ ପ୍ରଶାସନ ସମ୍ପୂର୍ଣ୍ଣ ଭାବରେ ଭୁଲି ଯାଇଛି ବି ମଧ୍ୟ କହିଲେ ଭୁଲ ହେବ ନାହିଁ। ଏହି ଖବର ପ୍ରସାରଣ ପରେ ପ୍ରଶାସନ କଣ ପଦକ୍ଷେପ ନେଉଛି ଦେଖିବାକୁ ବାକି ରହିଲା। ଅନୁଗୁଳରୁ ରାଜେଶ ପାତ୍ରଙ୍କ ରିପୋର୍ଟ, MBC TV।